ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୁଶ୍ରୀ ଦୀପାଲି ଦାସ ବ୍ରଜରାଜନଗର ଅଞ୍ଚଳରେ ବହୁଟେ ଗଣେଶ ପୂଜା ମଣ୍ଡପ ବୁଲିକରି ପ୍ରଭୁ ଗଜାନନଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ। ବ୍ରଜରାଜନଗର ଗାନ୍ଧୀ ଛକ ଗଣେଶ ପୂଜା କମିଟି ତରଫରୁ ଦୀପାଲି ଦାସକୁ ଫୁଲମାଲ ଦେଇକରି ସ୍ୱାଗତ କରି ପୂଜା ମଣ୍ଡପ ତକ ପାଛୋଟି ନେଇଥିଲେ। ସେଠାନେ ପୂଜକ ପ୍ରଦୀପ ପାଟଜୋଶୀ ଆର୍ ବାସୁଦେବ ଦାସ ପୂଜାର୍ଚ୍ଚନା କରିଥିଲେ। ବ୍ରଜରାଜନଗରର ବହୁଟେ କାଉନସିଲର, ବିଜେଡିର ବହୁଦলীୟ କର୍ମୀ ଆର୍ କେତେ ସମାଜସେବୀଙ୍କର ସାଙ୍ଗେ କମିଟିର ସଭାପତି ଦିବ୍ୟଲୋଚନ ରାଉତ, କର୍ତ୍ତା ଦେବେନ୍ଦ୍ର ଶର୍ମା, ରାଜନ ପାଲ, ସଞ୍ଜୀବ ଜୟସ୍ୱାଲ, ଅର୍ଜୁନ ସିଂ, ଅମିତ ଶାହ, ମହେଶ ଗୁପ୍ତା, ରାହୁଲ ଯାଦବ, ରମେଶ ଚୌଧୁରୀ, ଶୁଭମ ସୋନି, ରାଜେଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ। ତାରପରେ ପୂର୍ବତନ ବିଧାୟିକା ଦୀପାଲି ବ୍ରଜରାଜନଗରର ରାମପୁର, ଲମଟି ବାହାଲ, ଇଏସ୍ଆଇ ଛକ ସାଙ୍ଗେ ବହୁଟେ ପୂଜା ମଣ୍ଡପ ବୁଲିକରି ପ୍ରଭୁ ଗଜାନନଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ। ଝାରସୁଗୁଡ଼ା ବ୍ରଜରାଜନଗରନୁ ରାଜ ପ୍ରଧାନଙ୍କ ରିପୋର୍ଟ, ଦହନା ଟିଭି।